ଆଉ ଦୁଇ ଲୋକକୁ ପଚରା ପଚରି କରୁଛୁ କେତେ ଦୂର ସତ ତାଙ୍କର କେତେ ଦୂର ଇନଭଲଭମେଣ୍ଟ ସେ ସବୁ ଆମେ ଭେରିଫିକେସନ୍ କରୁଛୁ ଯେ ଯେତେକି ତାଙ୍କ ବିରୋଧରେ ଏଭିଡେନ୍ସ କିଛି ଏବେ ଆସୁଛି ତାକୁ ନେଇକି ଆମେ ଆଉ ଆଗକୁ କାର୍ଯ୍ୟାନୁଷ୍ଠାନ କରିବୁ ଯାହା ଅଗେନଷ୍ଟରେ ଯେଉଁ ଭୁଲ ବାହାରିବ ସେ ଅନୁଯାୟୀ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଘଟଣାରେ କେତେ ଜଣ ସମ୍ପୃକ୍ତ କ'ଣ ତଦନ୍ତ ଜଣାପଡ଼ିଛି? ତଦନ୍ତରେ ଯାହା ଜଣାପଡ଼ିଛି ସେ ସ୍ପାଟ୍ରେ 4 ଲୋକ ଥିଲେ, 2ଟା ବାଇକ୍ରେ ଆସିଥିଲେ, 3 ଲୋକ ସେ ହାଣାହାଣି କରୁଛନ୍ତି। ସେ ହାଣାହାଣି ପରେ ଯେଉଁମାନେ 3 ଲୋକ କରୁଥିଲେ ସେମାନଙ୍କୁ ଆମେ 24 ଘଣ୍ଟା ଭିତରେ ତାଙ୍କୁ 12 ଘଣ୍ଟା ଭିତରେ ତାଙ୍କୁ ଧରିଦେଲୁ ପୋଲିସ। ତାପରେ ଯିଏ ବାଇକ୍ରେ ଜଣେ ଆସିଥିଲା ସେ ବର୍ତ୍ତମାନ ସୁଦ୍ଧା ସେ ଫେରାର ଅଛି, ତାକୁ ଏବେ ବି ଆମେ ଖୋଜୁଛୁ। ଆଉ ଯେଉଁ ଲୋକ ତା ପଛରେ ତାଙ୍କର କିଛି ଇନଭଲଭମେଣ୍ଟ ଆମକୁ ଏଭିଡେନ୍ସ ଯେହେତୁ ଆସିଲା ସେମାନଙ୍କୁ ଆମେ ବର୍ତ୍ତମାନ ପଚରାପଚରି କରୁଛୁ। ଆହୁରି ବି ଆମେ ତଦନ୍ତ ଏବେ କଣ୍ଟିନ୍ୟୁଅସଲି କରୁଛୁ। ଯେଉଁ ବିଶେଷରେ ଯେତେ ଦୂର ଆମକୁ ଏଭିଡେନ୍ସ ମିଳିବ ସେ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବ। ଡେଲିଗେଟ୍ସ ଗୁଡ଼ା ଆସିଥିଲେ ଦେଖା କରିଥିଲେ କ'ଣ ଅଭିଯୋଗ କହିଲା? ତାଙ୍କର କିଛି ଅଭିଯୋଗ ଦେଇଥିଲେ। ତାଙ୍କର ଗୋଟେ ଏଫଆଇଆର ଯେଉଁଟା ବାମମାଡ଼ିରେ ହେଇଛି ସେ ବିଷୟରେ ବି ସେମାନେ କହୁଥିଲେ। ଆମେ ସେ ବିଷୟରେ ବି କିଛି ସିସିଟିଭି ତଥ୍ୟ ପାଇଛୁ, ସେଇଟା ବି ଆମେ ତଦନ୍ତ କରୁଛୁ। ସେ ବିଷୟରେ ବି ଯାହା ଇନଭଲ୍ଭ ଅଛି ଆମେ ଖୁବ୍ ଶୀଘ୍ର ତାକୁ ବି ଆଇଡେଣ୍ଟିଫାଇ କରିବୁ, ତା ଉପରେ ବି କାର୍ଯ୍ୟାନୁଷ୍ଠାନ କରିବୁ। ଦେଖନ୍ତୁ କାଲି ଆମର ଜଣେ ବିଜେଡ଼ିର ସରପଞ୍ଚ ଏବଂ ଯିଏ ଆମର ବିଜୁ ଜନତା ଦଳର ଯୁବ ସମ୍ପାଦକ ଥିଲେ ଏବଂ ତା ସହିତ ଆଉ ଜଣେ ଆମର ଯିଏ ବିଜେପିରୁ ଜିଲ୍ଲା ପରିଷଦ ସଭ୍ୟ ଠିଆ ହେଇଥିଲେ ଏବଂ ନିର୍ବାଚନ ସମୟରେ ସେ ଆମ ଦଳରେ ମିଶିଥିଲେ। ଆମର ଯୁବ ନେତା ବଣ୍ଟି ଆମର ସୁଭାଶିଷ ସାହୁ ଏବଂ ଅଜିତ ରାଉଳ ଏଇ 2 ଜଣଙ୍କୁ ପୋଲିସ ଅଟକ ରଖିଥିବା କଥା ଆମେ ଶୁଣିଲୁ ଏବଂ କ'ଣ ସତ୍ୟାସତ୍ୟ ଜାଣିବା ପାଇଁ ଆମେ ଏସ୍ପି ସାର୍ ପାଖକୁ ଆମେ ଆସିଥିଲୁ। ସମସ୍ତେ ମିଶିକି ସ୍ଥାନୀୟ ନେତୃମଣ୍ଡଳୀ ଏବଂ ଆମ ଜିଲ୍ଲା ପରିଷଦ ଭାଇସ୍ ଚେୟାରମ୍ୟାନ୍ ସମସ୍ତେ ମିଶି ଆମେ ଆସିଥିଲୁ ପ୍ରକୃତ ସତ୍ୟାସତ୍ୟ କଥା ଜାଣିବା ପାଇଁ। ଏବଂ ଆମେ ଏସ୍ପି ମହୋଦୟଙ୍କୁ ମଧ୍ୟ ଅନୁରୋଧ କରୁଛୁ ଯାହା ନ୍ୟାୟସଙ୍ଗତ ଯେଉଁଟା ଆଇନସଙ୍ଗତ, ଯିଏ ନିର୍ଦ୍ଦୋଷୀ ସେ ଦଣ୍ଡ ନ ପାଉ ଏବଂ ଦୋଷୀ କ'ଣ ସେ ନ ଯାଉ। ତା ସହିତ ମଧ୍ୟ ଏ କଥା ଆଜି ଉପୁଜିବାର କାରଣ ମଧ୍ୟ ଅବଗତ କରିଥିଲୁ। ନିର୍ବାଚନ ପରଠୁ ବାରମ୍ବାର ଯେଉଁଭଳି ଭାବେ ସେଇ ଗୋଳନ୍ଥରା ଅଞ୍ଚଳରେ ଆମର ହଳଦିଆପଦର ଗୋଳନ୍ଥରା ଅଞ୍ଚଳ ଯେଉଁଭଳି ଭାବେ ରାଜନୈତିକ ଆକ୍ରୋଶ କରିକି ଯେଉଁଭଳି ଭାବେ ଚାଲିଛି ଦୀର୍ଘ 8 ମାସ ହେଲା, ଇଏ ହେଉଛି ମୁଁ ଭାବୁଛି ତାର ଏଇ ପ୍ରତିଫଳନ ହେଇଥାଇପାରେ। କାରଣ ମୁଁ ଏ କଥା କହିଲେ ମଧ୍ୟ ଯେଉଁମାନେ ଏ ପ୍ରକାର କାମ କରୁଛନ୍ତି ତାଙ୍କୁ ଯଥାର୍ଥ କଲା ଭଳିଆ ହେବ। ତେଣୁ ମୁଁ ତାକୁ ନିନ୍ଦା କରୁଛି, ଏ କଥାକୁ ଏ ଘଟଣାକୁ ମଧ୍ୟ ମୁଁ ନିନ୍ଦା କରୁଛି। ଯାହା ହେଲେ ବି ଆଇନକୁ ହାତକୁ ନେବା କଥା ନୁହେଁ, କିନ୍ତୁ କେଉଁଠି ନା କେଉଁଠି ଦେଖାଯାଉଛି ବିଜେପିର ଯେଉଁମାନେ ଅଛନ୍ତି ସ୍ଥାନୀୟ କର୍ମୀମାନେ କିମ୍ବା ନେତୃମଣ୍ଡଳୀ କିମ୍ବା ତାଙ୍କର ଅସାମାଜିକ ଲୋକମାନେ ଯେଉଁମାନେ ଅଛନ୍ତି ସେମାନେ ବାରମ୍ବାର ଏଭଳି ଅଘଟଣ କରୁଛନ୍ତି ଏବଂ ପୂର୍ବରୁ ଏଇ ଆମର ଯିଏକି ସୁଭାଶିଷ ସାହୁ ତାଙ୍କ ଘରେ ମଧ୍ୟ ବୋମାଡ଼ିକି ହେଇଥିଲେ ଏବଂ ତା ପୂର୍ବରୁ ତାଙ୍କ ଘରେ ପଶିକି ତାଙ୍କ ଅଫିସରେ ପଶିକି ତାଙ୍କୁ ଆଟାକ୍ କରିଥିଲେ ଏବଂ ନିର୍ବାଚନ ସମୟରେ ମଧ୍ୟ ଅଜିତ ରାଉଳ ନାଁରେ ମଧ୍ୟ ଫଲ୍ସ କେସ୍ ଦିଆଯାଇଥିଲା। ତେଣୁ ଆର ଠିକ୍ ପ୍ରକୃତ ଇନକ୍ୱାରି କରି ସରକାରଙ୍କର ବଶଭୂତ ନ ହୋଇ କିଛି କାର୍ଯ୍ୟକ୍ରମ ପନ୍ଥା ନ ନିଅନ୍ତୁ, ସେ କଥା ଆମେ ଏସ୍ପି ମହୋଦୟଙ୍କୁ ଅନୁରୋଧ କରିଥିଲୁ ଏବଂ ବିନା କିଛି ଭୁଲ କାମ ନ କରି ଦୋଷ ନ କରି କୌଣସି ବ୍ୟକ୍ତି ଆମର ଦଳର ହଉ କିମ୍ବା ସାଧାରଣ ଲୋକ ଦଣ୍ଡ ନ ପାଉ ସେ କଥା ଆମେ ଅବଗତ କରାଉ। ସେ କଥା ତ ମୁଁ ଆପଣଙ୍କ ପାଖରେ ମୁଁ ଯାହା ଶୁଣିଛି ତାଙ୍କୁ ଅଟକ ରଖାଯାଇଛି ଏବଂ ଅଟକ ରଖିଛନ୍ତି ନାହିଁ ସେ ଅଫିସିଆଲି ସେ କଥା କହିଛନ୍ତି ନାହିଁ ମୁଁ ସେ କଥା ଜାଣିନି, କିନ୍ତୁ ସେ ବିଷୟରେ ଆମର ଆଲୋଚନା ହେଇନି କିମ୍ବା ଆମେ ତାଙ୍କୁ ପଚାରିନୁ ଆପଣ ଆରେଷ୍ଟ କରିଛନ୍ତି ନାହିଁ ଆମେ ପଚାରିନୁ। କିନ୍ତୁ ମୁଁ ଯାହା ଖବର ପାଇଛି ତାଙ୍କୁ ଗୋଳନ୍ଥରା ଥାନାରେ ଅଟକ ରଖାଯାଇଛି। ମେ ବି ମୁଁ ଯାହା ଶୁଣିବା ପାଇଁ ପାଇଲି ଯେହେତୁ ତାଙ୍କ ଘରେ 2 ଦିନ ତଳେ ବୋମାଡ଼ିଂ ହେଇଥିଲା ତାଙ୍କୁ ଡାକିବାର ସେ କାରଣ ଯୋଗୁଁ ଯାଇଥିଲେ ଏବଂ ଅଜିତ ରାଉଳ ମଧ୍ୟ ଡାକିବା ଯୋଗୁଁ ସେ ଥାନାକୁ ଯାଇଥିଲେ କାରଣ ଏମାନେ ଭୁଲ କରିନାହାନ୍ତି ବୋଲି ଥାନାକୁ ଯାଇଥିଲେ। ତେଣୁ ପୋଲିସ ତାର ଇନକ୍ୱାରି କରୁଛି ଏବଂ ଯାହା ନିଷ୍ପତ୍ତି କରିବେ, କିନ୍ତୁ ପୋଲିସ ପ୍ରଶାସନକୁ ମୋର ଅନୁରୋଧ ରହିବ ଆପଣମାନଙ୍କ ମାଧ୍ୟମରେ ଯେ ସରକାରଙ୍କର ବଶବର୍ତ୍ତୀ ହେଇ କୌଣସି ପ୍ରକାର ନିର୍ଦ୍ଦୋଷୀକୁ ଦଣ୍ଡ ନ ଦିଆଯାଉ।